ଅନେକ ବର୍ଷ ତଳର କଥା। ପୁରୀ ଠାରୁ 4 ମାଇଲ ଦୂରରେ ବାଲିଗ୍ରାମ ରହିଥିଲା। ସେଠାରେ ଦାସିଆ ବାଉରୀ ତାର ସ୍ତ୍ରୀ କମଳୀ ସହିତ ରହୁଥିଲା। ଦାସିଆ ଲୁଗାବୁଣା କାମ କରି ଘର ଚଳାଏ। ସେଇଥିରେ ପୁଣି କେବେ ମନେ ପଡ଼ିଲେ ଲୁଗା ବୁଣେ, ନାହିଁ ତ ନାହିଁ। କାରଣ ସେ ଥିଲା ପ୍ରଭୁ ଜଗନ୍ନାଥଙ୍କର ବହୁତ ବଡ଼ ଭକ୍ତ। ତେଣୁ ସେ ପ୍ରଭୁଙ୍କର ନାମ ଜପିବାରେ ଏମିତି ମଜିଯାଏ ଯେ ଘର ଦ୍ୱାର ସହିତ ନିଜକୁ ବି ସେ ଭୁଲିଯାଏ। ନିଇତି ବସି ପ୍ରଭୁଙ୍କର ନାମକୁ ପୋଥିରେ ଲେଖୁଥାଏ। ଏମିତିରେ ଘରେ କିଛି ଖାଇବାକୁ ଅଛି ନା ନାହିଁ ତା ବି ସେ ଜାଣେନା। ପ୍ରଭୁଙ୍କର ଏମିତି ଭକ୍ତି ଦେଖି ତାର ସ୍ତ୍ରୀ ବି ତାକୁ କିଛି କହିପାରେନି। ଦିନେ ଦିନେ ଦୁହେଁ ଉପାସରେ ଦିନ କଟାନ୍ତି। ଦିନକର କଥା, ସେଇ ଗାଁର ନିଧି ସାଆନ୍ତେ ଥରେ ଦାସିଆ ଘରକୁ ଆସିଲେ। ସେ ଦାସିଆକୁ କହିଲେ, ଆରେ ଦାସିଆ ଶୁଣ, ତୁ ମୋ ପାଇଁ ଖଣ୍ଡେ ନୂଆ ଲୁଗା ବୁଣିଦବୁ। ମୁଁ ପୁରୁଷୋତ୍ତମ କ୍ଷେତ୍ର ଯିବି। ଏତିକି ଶୁଣି ଦାସିଆ କହିଲା, ହଁ ସାଆନ୍ତେ, ମୁଁ ବୁଣିଦେବି। ସାଆନ୍ତେ, ତମ କଥା ଶୁଣି ମୋର ବି ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଇଚ୍ଛା ହଉଛି। କିନ୍ତୁ ମୁଁ ତ ଅଛୁଆଁ ଲୋକ, ମତେ କ'ଣ ଶ୍ରୀମନ୍ଦିର ଭିତରକୁ ପଶିବାକୁ ଦେବେ? ଆରେ ଏବେ ପରା ରଥଯାତ୍ରା ଚାଲିଛି। ପ୍ରଭୁ ପତିତ ମାନଙ୍କର ଉଦ୍ଧାର ପାଇଁ ନିଜେ ଶ୍ରୀମନ୍ଦିର ବାହାରକୁ ଆସିଛନ୍ତି। ଏବେ ତୁ ତାଙ୍କୁ ଦର୍ଶନ କରିପାରିବୁ। ଚାଲ ଯିବା। ଦାସିଆ ଆଉ ନିଧି ସାଆନ୍ତେ ଦୁହେଁ ମିଶି ପୁରୀରେ ପ୍ରଭୁଙ୍କର ରଥଯାତ୍ରା ଦର୍ଶନ କଲେ। ରଥରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖି ଦାସିଆ ଏମିତି ମୁଗ୍ଧ ହେଇଗଲା ଯେ ସେ ଖାଇବା ପିଇବା ଭୋକ ଶୋଷ ସବୁ ଭୁଲି ଯାଇଥିଲା। ପ୍ରଭୁଙ୍କ ନାମ ଜପି ଜପି ସେ କୌଣସି ଗୋଟିଏ ସ୍ଥାନରେ ଶୋଇପଡ଼ିଥିଲା। ସେତେବେଳେ ପ୍ରଭୁ ଜଗନ୍ନାଥ ତାକୁ ସ୍ୱପ୍ନାଦେଶ ଦେଲେ। ପ୍ରଭୁ ତାକୁ କହିଲେ, ଦାସିଆ, ଭକ୍ତ ଦାସିଆ, ତୁମେ ମୋର ରଥଯାତ୍ରା ଦେଖିବାକୁ ଆସିଛ? ଦାସିଆ କହିଲା, ପ୍ରଭୁ, ତମେ ତମର ଏତେ କୋଟି କୋଟି ଭକ୍ତଙ୍କ ମଧ୍ୟରେ ମତେ ଚିହ୍ନି ପାରିଲ? ପ୍ରଭୁ, ଏ ଅଛୁଆଁଟାକୁ ତମେ ଚିହ୍ନି ପାରିଲ? ପ୍ରଭୁ କହିଲେ, ଦାସିଆ, ମୋ ଆଗରେ ମୋର ସବୁ ଭକ୍ତ ସମାନ। ଧନ୍ୟ ହେଇଗଲି ପ୍ରଭୁ, ମୁଁ ଧନ୍ୟ ହେଇଗଲି। ମୁଁ ତୁମର ଭକ୍ତିରେ ସନ୍ତୁଷ୍ଟ ହୋଇଛି। ଯାହା ଇଚ୍ଛା ମାଗ। ପ୍ରଭୁ, ମୋର ଧନ ରତ୍ନ ସମ୍ପତ୍ତି କିଛି ଲୋଡ଼ା ନାହିଁ। ମୁଁ ଚାହେଁ ଯେତେବେଳେ ଇଚ୍ଛା କରିବି ତୁମର ଦିବ୍ୟ ଦର୍ଶନ କରିପାରିବି। ପ୍ରଭୁ, ଏ ଅକିଞ୍ଚନର ଆଉ ଗୋଟେ ଇଚ୍ଛା ପୂରଣ କର। ପ୍ରଭୁ, ଏ ଅଛୁଆଁଟା ତା ହାତରେ ଯାହା କିଛି ବି ଆପଣଙ୍କୁ ଦବାକୁ ଚାହିଁବ, ଆପଣ ତାକୁ ଶ୍ରୀହସ୍ତରେ ଗ୍ରହଣ କରିବେ। କେବେ ବି ଘୃଣା କରିବେନି ପ୍ରଭୁ, ତାକୁ ଫେରାଇ ଦେବେନି। ମୋ ଉପରେ କେବଳ ଏତିକି କୃପା କରନ୍ତୁ ପ୍ରଭୁ। ପ୍ରଭୁ କହିଲେ, ଠିକ ଅଛି ଭକ୍ତ ଦାସିଆ, ତାହା ହିଁ ହେବ। ଏତିକି କହି ପ୍ରଭୁ ଅଦୃଶ୍ୟ ହୋଇଗଲେ। ଠିକ୍ ସେତିକି ବେଳେ ଦାସିଆ ହଠାତ୍ ଉଠିପଡ଼ି ପ୍ରଭୁଙ୍କୁ ପାଗଳ ଭଳି ଖୋଜିବାକୁ ଲାଗିଲା। ଏହାପରେ ନିଧି ସାଆନ୍ତେ ଦାସିଆକୁ ନେଇ ଘରକୁ ଫେରିଲେ। ଘରେ ପହଞ୍ଚିବା ପରେ ଦାସିଆର ସ୍ତ୍ରୀ କମଳୀ ଗୋଟିଏ ଥାଳିରେ ଅରୁଆ ଭାତ ଜାଉ ଉପରେ କଳା ପୁରୁଳି ଶାଗକୁ ରଖି ଦାସିଆକୁ ଖାଇବାକୁ ଦେଲା। ତାକୁ ଦେଖିଦେବା ପରେ ଦାସିଆକୁ ଯେମିତି ଲାଗିଲା ସେଠାରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ବିରାଜମାନ କରିଛନ୍ତି। ସେ ଆଉ ଖାଇବାକୁ ନ ବସି ଉଠିପଡ଼ି ଜଗନ୍ନାଥଙ୍କ ନାମ ଧରି ନାଚିବାକୁ ଲାଗିଲା। ଏତିକି ଦେଖି କମଳୀ ବହୁତ ଡରିଗଲା। କମଳୀ ଆଉ କ'ଣ କରିବ? ସେ ଯାଇ ନିଧି ସାଆନ୍ତଙ୍କୁ ଡାକି ଆଣିଲା। ତାଠାରୁ ସବୁ କଥା ଶୁଣି ନିଧି ସାଆନ୍ତ ତା ସହିତ ଦୌଡ଼ି ଦୌଡ଼ି ଆସିଲେ। ସେଠି ପହଞ୍ଚି ନିଧି ସାଆନ୍ତ ଦାସିଆର ନାଚ ଆଉ ସେହି ଖାଇବା ଥାଳିକୁ ଦେଖି ସବୁ ବୁଝିପାରିଲେ। ସେ ଠିକ୍ ବୁଝିପାରିଥିଲେ ଯେ ଦାସିଆ ପ୍ରଭୁଙ୍କର କେତେ ବଡ଼ ଭକ୍ତ। ସେ କମଳୀକୁ କହିଲେ, କମଳୀ, ଯାଅ, ଅରୁଆ ଭାତ ଉପରୁ
କଳା ପୁରୁଳି ଶାଗକୁ ଅଲଗା କରିଦିଅ। ଦେଖିବ ଭକ୍ତ ଦାସିଆ ଶାନ୍ତ ହୋଇଯିବେ। କମଳୀ ନିଧି ସାଆନ୍ତଙ୍କ କଥା ଅନୁସାରେ କାମ କଲା। ସେତିକି ଦେଖି ଦାସିଆ ଶାନ୍ତ ହୋଇଗଲା। ନିଧି ସାଆନ୍ତ ଦାସିଆକୁ ବହୁତ ବୁଝାବୁଝି କରିବା ପରେ ସେ ବସିକି ଖାଇଲେ। ଦିନକର କଥା। ଦାସିଆକୁ ଜଣେ ବ୍ରାହ୍ମଣ ଲୁଗା ବୁଣିବା କାମ ଦେଇଥିଲେ। ସେହି ଲୁଗାକୁ ଦାସିଆ ତାଙ୍କ ଘରେ ଦବା ପାଇଁ ଯାଇଥିଲା। ଲୁଗାଟି ନେବା ପରେ ବ୍ରାହ୍ମଣ ତାକୁ କଉଡ଼ି କେତେ ହେଲା ବୋଲି ପଚାରିଲେ। ହେଲେ ଦାସିଆ କହିଲା, ସାଆନ୍ତେ, ମୋର କଉଡ଼ି ଲୋଡ଼ା ନାହିଁ। ଆପଣଙ୍କ ନଡ଼ିଆ ଗଛରୁ ମୁଁ ଗୋଟେ ନଡ଼ିଆ ନେବି। ବ୍ରାହ୍ମଣ ଜଣକ କହିଲେ, କଉଡ଼ି ନ ନେଇ ତୁ ନଡ଼ିଆ ନେଇ କ'ଣ କରିବୁ? ହଉ ନବୁ ଆଉ। ଦାସିଆ କହିଲା, ସାଆନ୍ତେ, ନଡ଼ିଆ ମୁଁ ନେବିନି, ଆପଣ ନେବେ। ବ୍ରାହ୍ମଣ କହିଲେ, ଆରେ ମୁଁ ନଡ଼ିଆ କୁଆଡ଼େ ନେବି? ଦାସିଆ କହିଲା, ସାଆନ୍ତେ, ଆପଣ ପରା ପୁରୁଷୋତ୍ତମ ଯିବେ, ଗଲାବେଳେ ମୋ ନଡ଼ିଆଟାକୁ ବି ସାଙ୍ଗରେ ନେଇକି ଯିବେ। ହେଲେ ସାଆନ୍ତେ, ତାକୁ ଆପଣ ଭୋଗ କରିବେନି। ଗରୁଡ଼ ସ୍ତମ୍ଭ ପାଖରେ ଠିଆ ହୋଇ ନଡ଼ିଆଟିକୁ ହାତରେ ଟେକି ଦେଇ ପ୍ରଭୁଙ୍କୁ କହିବେ, ପ୍ରଭୁ, ଦାସିଆ ବାଉରି ନଡ଼ିଆଟି ପଠେଇଛି, ନିଅନ୍ତୁ। ଆଉ ଯଦି ପ୍ରଭୁ ନ ନିଅନ୍ତି ତାହେଲେ ଫେରାଇ ଆଣିବେ। ଦାସିଆ କଥା ଶୁଣି ବ୍ରାହ୍ମଣ ଆଶ୍ଚର୍ଯ୍ୟ ହେଲେ ଆଉ କହିଲେ, ହଉ ଦାସିଆ, ମୁଁ ନେଇଯିବି। ତାପରେ ବ୍ରାହ୍ମଣ ଯେଉଁଦିନ ପୁରୁଷୋତ୍ତମ ଗଲେ ଦାସିଆର ନଡ଼ିଆକୁ ସାଙ୍ଗରେ ନେଇ ଗଲେ। ସେଠାରେ ପହଞ୍ଚି ସେ ପ୍ରଭୁଙ୍କର ଦର୍ଶନ, ପୂଜା ଆଦି ସମସ୍ତ କର୍ମ ସାରିଲେ। ହେଲେ ସେ ଦାସିଆର ନଡ଼ିଆ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ସେ ଫେରିଲା ବେଳକୁ ଦାସିଆର ନଡ଼ିଆ କଥା ତାଙ୍କର ମନେ ପଡ଼ିଲା। ଦାସିଆର କଥା ଅନୁସାରେ ସେ ଗରୁଡ଼ ସ୍ତମ୍ଭ ପାଖରେ ଠିଆ ହୋଇ ସେହି ନଡ଼ିଆଟିକୁ ହାତରେ ଧରି ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ ଜଗନ୍ନାଥ, ଆପଣଙ୍କ ଭକ୍ତ ଦାସିଆ ବାଉରି ଏଇ ନଡ଼ିଆଟି ପଠେଇଛି, ଗ୍ରହଣ କରନ୍ତୁ ପ୍ରଭୁ। ଏତିକି କହିବା ମାତ୍ରେ ନଡ଼ିଆଟି ଶୂନ୍ୟ ଶୂନ୍ୟ ଯାଇ ପ୍ରଭୁଙ୍କ ପାଖରେ ପହଞ୍ଚିଲା। ଏସବୁ ଦେଖି ବ୍ରାହ୍ମଣ ଚକିତ ହୋଇଗଲେ। ସେ ଠିକ୍ ବୁଝି ପାରିଥିଲେ ଯେ ଦାସିଆ ବାଉରି ପ୍ରଭୁଙ୍କର କେତେ ବଡ଼ ଭକ୍ତ। ବ୍ରାହ୍ମଣ ଜଣକ ଗାଁରେ ପହଞ୍ଚିବା ପରେ ଗାଁଟା ସାରା ସବୁ ଲୋକ ଏ ବିଷୟରେ ଜାଣିଲେ। ସମସ୍ତେ ଧନ୍ୟ ଧନ୍ୟ କଲେ। ଥରେ ଦାସିଆ ବାଉରି ପ୍ରଭୁଙ୍କ ପାଇଁ ଗୋଟିଏ ଟୋକେଇରେ ପାଚିଲା ଆମ୍ବ ନେଇ ଯାଇଥିଲେ। ତାକୁ ଦେଖି ପଣ୍ଡାମାନେ ଖୁସିରେ ତାଙ୍କ ପାଖରୁ ନେଇଗଲେ ଆଉ କହିଲେ, ଆମେ ଭୋଗ କରିଦେବୁ, ତମେ ଯାଅ। ଆଉ ସେ ଟୋକେଇ ଆମ୍ବକୁ ନେଇ ପଣ୍ଡାମାନେ ଭାବିଲେ ପ୍ରଭୁଙ୍କ ପାଖରେ କିଛିଟା ଭୋଗ କରି ଆଉ ଯାହା ରହିବ ଆମ ଭିତରେ ସବୁ ବାଣ୍ଟି ନେବା। ତାପରେ ସେମାନେ ତାକୁ ଗୋଟିଏ ଜାଗାରେ ରଖି ନିଜ ନିଜ କାମରେ ଚାଲିଗଲେ। ତାଙ୍କ କାମ ସାରି ଆସି ଦେଖିବା ବେଳକୁ ସେ ଟୋକେଇଟି ଖାଲି ଥିଲା। ଆମ୍ବ ସବୁ କୁଆଡ଼େ ଗଲା ବୋଲି ସେମାନେ ବହୁତ ଜାଗା ଖୋଜାଖୋଜି କଲେ, ହେଲେ ପାଇଲେନି। ପୁଣି ଦେଖିଲା ବେଳକୁ ପ୍ରଭୁଙ୍କ ରତ୍ନ ସିଂହାସନ ପାଖରେ ଆମ୍ବ ଚୋପା ଆଉ ଟାକୁଆ ପଡ଼ିଥିଲା, ଆଉ ପ୍ରଭୁଙ୍କ ଅଧରରେ ଆମ୍ବ ରସ ଲାଗିଥିଲା। ଏମିତି ହିଁ ଥିଲା ପ୍ରଭୁଙ୍କ ପ୍ରତି ଦାସିଆ ବାଉରିଙ୍କର ଭକ୍ତି। ଇନି ମିନି, ଏଥର ଜାଣିଲ ତ ପ୍ରଭୁ ତାଙ୍କ ଭକ୍ତମାନଙ୍କୁ କେତେ ଭଲ ପାଆନ୍ତି। ହଁ ମା, ଆମେ ବୁଝିପାରିଲୁ। ଆଉ ସାଙ୍ଗମାନେ, ଆପଣମାନଙ୍କୁ ଏ କାହାଣୀଟି କେମିତି ଲାଗିଲା ନିଶ୍ଚୟ କହିବେ। କାହାଣୀଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆହୁରି ଏମିତି ମଜାଦାର କାହାଣୀ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ବେଲ୍ ଆଇକନକୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।